ଗୁଡ୍ ମର୍ଣ୍ଣିଂ ଶୁଭ ସକାଳ। ଆଜି ଅଗଷ୍ଟ 31 ତାରିଖ ରବିବାର ସକାଳର ଇମ୍ପୋର୍ଟାଣ୍ଟ ଖବର ଉପରେ ନଜର ପକେଇବା। ତ ଆପଣମାନଙ୍କୁ ଅନୁରୋଧ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ, କାରଣ ଆପଣମାନେ ଖୁବ୍ କମ୍ ସମୟ ଭିତରେ ଦେଶ ବିଦେଶ ଠାରୁ ଆରମ୍ଭ କରି ଆମ ରାଜ୍ୟର ସମ୍ପୂର୍ଣ୍ଣ ଖବର ଜାଣିପାରିବେ। ଆଜିର ପ୍ରଥମ ଖବର ଜାଣିନେବା। କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଲା ବଡ଼ ଖୁସି ଖବର। କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଲା ବଡ଼ ଖୁସି ଖବର। ଜାଣନ୍ତୁ କ'ଣ ଖବର। କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଦରମା ଓ ପେନସନ ବୃଦ୍ଧି କରାଯାଉଥିବା ବେତନ କମିଶନ ବୋର୍ଡ ବର୍ତ୍ତମାନ ସୁଦ୍ଧା ଗଠନ କରାଯାଇ ନଥିବାର ଜଣାପଡ଼ିଛି। ତେବେ ଏହି ମାମଲା ସାମ୍ନାକୁ ଆସିବା ପରେ ଦେଶର କେତେକ କର୍ମଚାରୀ ସଂଗଠନ ଏହା କେବେ ଆରମ୍ଭ ହେବ ଏହାର ତାରିଖ ଜାଣିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଅପିଲ କରିଥିବାର ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ଏକ କର୍ମଚାରୀ ସଂଗଠନ ମୁଖ୍ୟ ଶିବଗୋପାଳ ମିଶ୍ର ଆସନ୍ତା ବର୍ଷ ଜାନୁଆରୀ 1 ତାରିଖ ସୁଦ୍ଧା କମିଶନ ଗଠନ କରିବାକୁ ସରକାରଙ୍କୁ ଜଣାଇଥିବା ସୂଚନା ମିଳିଛି। ପରବର୍ତ୍ତୀ ନ୍ୟୁଜ୍। ସର୍ବନିମ୍ନ ସ୍ତରରେ ଭାରତୀୟ ଟଙ୍କା $1 ସମାନ 88.20 ଟଙ୍କା। ଭାରତୀୟ ଟଙ୍କା ଆଜି ସର୍ବନିମ୍ନ ସ୍ତରରେ ଖସି ଡଲାର ତୁଳନାରେ 0.60 ପଏଣ୍ଟ ଦୁର୍ବଳ ହୋଇଯାଇଛି। ଡଲାର ସହ ଟଙ୍କାର ବିନିମୟ ମୂଲ୍ୟ 88.20 ପଇସା ଟଙ୍କାରେ ପହଞ୍ଚିଛି। ଏହା ହେଉଛି ଗତ 3 ମାସ ମଧ୍ୟରେ ଦିନକ ଭିତରେ ଟଙ୍କାର ସର୍ବାଧିକ ଅବକ୍ଷୟ। ଭାରତୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ 50% ଟାରିଫ ଯୋଗୁଁ ଭାରତୀୟ ଟଙ୍କାର ଏଭଳି ଐତିହାସିକ ଦୁରବସ୍ଥା ଉପୁଜିଛି ବୋଲି କୁହାଯାଉଛି। ପରବର୍ତ୍ତୀ ନ୍ୟୁଜ୍। ଅଗଷ୍ଟ 1 ପରେ ପେଟିଏମ୍ ବନ୍ଦ ହୋଇଯିବାକୁ ନେଇ ଚିନ୍ତିତ ଅଛନ୍ତି କି? ଛାଡ଼ି ଦିଅନ୍ତୁ ଚିନ୍ତା, ଅପଡେଟ୍ କଲେ ପୁଣି ଚାଲିବ ପେଟିଏମ୍ ୟୁପିଆଇ। ଯଦି ଆପଣ ମଧ୍ୟ ଏବେ ବି ଚିନ୍ତାରେ ଅଛନ୍ତି ଅଗଷ୍ଟ 31 ତାରିଖ ପରେ ପେଟିଏମ୍ ୟୁପିଆଇ ବନ୍ଦ ହୋଇଯିବ, ତେବେ ଆପଣଙ୍କର ଚିନ୍ତା କରିବାର ଆବଶ୍ୟକ ନାହିଁ। ପ୍ରକୃତ ସମ୍ପ୍ରତି ଅନେକ ଉପଭୋକ୍ତା ବିଭିନ୍ନ ୟୁପିଆଇ ଆପ୍ର ବିଜ୍ଞପ୍ତି ପାଇଛନ୍ତି, ଯାହା ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ। ଏହି ସମସ୍ତ ପ୍ରଶ୍ନର ଉତ୍ତର ପେଟିଏମ୍ର ଅଫିସିଆଲ ପୋର୍ଟାଲରେ ମିଳିବ। ପରବର୍ତ୍ତୀ ନ୍ୟୁଜ୍। ବଢ଼ିଲା ସୁନା ଓ ରୂପା ଦର। ଗହଣା କିଣିବା ପୂର୍ବରୁ ଜାଣନ୍ତୁ ଦାମ କେତେ। ବଢ଼ିଲା ସୁନା ଦର, କମିଲା ରୂପା ଦର। ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ଟଙ୍କା ରହିଛି। ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରୁଛନ୍ତି, ତେବେ ପ୍ରଥମ ଜାଣିନିଅନ୍ତୁ ଆଜିର ସୁନା ଦର କେତେ। ଆଜି ଭାରତୀୟ ବଜାରରେ 24 କ୍ୟାରେଟ ସୁନା ଦର 1,04,950 ଟଙ୍କା ରହିଛି। ସେହିଭଳି 22 କ୍ୟାରେଟ ସୁନା ଦର 96,200 ଟଙ୍କାରେ ଛୁଇଁଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ 24 କ୍ୟାରେଟ ସୁନାର ମୂଲ୍ୟ 10 ଗ୍ରାମ ପିଛା ପ୍ରତି 1,04,950 ଟଙ୍କା ରହିଥିବା ବେଳେ 24 କ୍ୟାରେଟ ସୁନାର ମୂଲ୍ୟ 96,200 ଟଙ୍କାରେ ପହଞ୍ଚିଛି। ପରବର୍ତ୍ତୀ ନ୍ୟୁଜ୍। ବଢ଼ିବ ଚାଷୀ ପଞ୍ଜୀକରଣ ଅବଧି, ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଚାଷୀଙ୍କ ବର୍ତ୍ତମାନ ପଞ୍ଜୀକରଣ ଅବଧି ବଢ଼ିବ। ଯେଉଁ ଚାଷୀମାନେ ଏପର୍ଯ୍ୟନ୍ତ ପଞ୍ଜୀକରଣ କରିନାହାନ୍ତି ସେମାନଙ୍କୁ ସୁଯୋଗ ଦିଆଯିବ। ଅବଧି ବଢ଼ିବା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଚଳିତ ବର୍ଷ ରେକର୍ଡ ସଂଖ୍ୟା ଚାଷୀ ପଞ୍ଜୀକରଣ କରିଛନ୍ତି। ଯେଉଁମାନେ ଚାଷୀ ଛାଡ଼ି ଦେଇଥିଲେ ସେମାନେ ଚାଷ କରିବାକୁ ଫେରୁଛନ୍ତି। 19,67,000 ଚାଷୀ ପଞ୍ଜୀକରଣ କରିଛନ୍ତି। ଯେଉଁ ଚାଷୀ ରହିଗଲେ ତାଙ୍କ କଥାବାର୍ତ୍ତା ବିଚାର ଚାଲିଛି। ଏଥିପାଇଁ ନିଷ୍ପତ୍ତି ଶୀଘ୍ର ନିଆଯିବ। ପଞ୍ଜୀକରଣ ଅବଧି ବଢ଼ିବ ବୋଲି କୃଷ୍ଣଚନ୍ଦ୍ର ପାଣି ସୂଚନା ଦେଇଛନ୍ତି। ପରବର୍ତ୍ତୀ ନ୍ୟୁଜ୍। ଝୋଟ ବସ୍ତା ଉପରେ ସରକାରୀ ଶୁଳ୍କ 40% ବୃଦ୍ଧି କଲେ କେନ୍ଦ୍ର ସରକାର। କେନ୍ଦ୍ର ଉପଭୋକ୍ତା ବ୍ୟାପାର ଓ ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଆଜି କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଝୋଟ ବସ୍ତା ଉପରେ ବ୍ୟବହାରିକ ଶୁଳ୍କ ପ୍ରାୟ 40% ବୃଦ୍ଧି କରାଯାଇଛି, ଯାହା ଦେଶର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ସରକାରମାନଙ୍କୁ ଆର୍ଥିକ ଆଶ୍ୱସ୍ତି ପ୍ରଦାନ କରିବ। ସେ କହିଛନ୍ତି ଯେ ଖାଦ୍ୟ ଶସ୍ୟ କ୍ରୟ ଓ ବଣ୍ଟନ କେନ୍ଦ୍ର ରାଜ୍ୟ ସହଯୋଗୀକୁ ସୁଦୃଢ଼ କରିବା ସହିତ କ୍ରୟ କାର୍ଯ୍ୟକୁ ସୁଗମ କରିବା, ସ୍ଥାୟୀ ପ୍ୟାକେଜିଂ ଅଭ୍ୟାସକୁ ସମର୍ଥନ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ନ୍ୟୁଜ୍। ପ୍ରତି ପରିବାରରେ ଜଣେ ମହିଳାକୁ ମିଳିବ 10,000 ଟଙ୍କା। ବଡ଼ ସରକାରଙ୍କର ବଡ଼ ଘୋଷଣା। ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର 29 ଅଗଷ୍ଟରେ ଏକ ବଡ଼ ଘୋଷଣା କରିଛନ୍ତି। ସେ ସୋସିଆଲ ମିଡ଼ିଆରେ ଲେଖିଛନ୍ତି ଯେ କ୍ୟାବିନେଟ ବୈଠକରେ ଏକ ନୂଆ ଯୋଜନା ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନାକୁ ସ୍ୱୀକୃତି ମିଳିଛି। ଏହି ଯୋଜନାରେ ମୁଖ୍ୟମନ୍ତ୍ରୀ ଲକ୍ଷ ଲକ୍ଷ ଲୋକଙ୍କୁ ବା ରାଜ୍ୟର ସମସ୍ତ ପରିବାରରେ ଜଣେ ମହିଳାକୁ ନିଜ ମନପସନ୍ଦର ରୋଜଗାର କରିବା ପାଇଁ ଆର୍ଥିକ ସହାୟତା ଦେବେ। ବିହାରର ମୁଖ୍ୟମନ୍ତ୍ରୀ ସୋସିଆଲ ମିଡ଼ିଆରେ ଲେଖିଛନ୍ତି ଯେ ନଭେମ୍ବର 2005ରେ ସରକାର ଗଠନ ହେବା ପରଠାରୁ ଆମେ
ମହିଳା ସଶକ୍ତିକରଣ ପାଇଁ ବ୍ୟାପକ ଭାବରେ କାମ କରୁଛୁ। ପରବର୍ତ୍ତୀ 7 ବର୍ଷ ପରେ ଚୀନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 7 ବର୍ଷ ପରେ ପ୍ରଥମ ଥର ପାଇଁ ଚୀନରେ ପହଞ୍ଚିଛନ୍ତି। ସେ ତିଆନଜିନ୍‌ର ଅନୁଷ୍ଠିତ ହେବାକୁ ଯାଉଥିବା ସାଙ୍ଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ଯୋଗ ଦେବେ। ଏହି ସମ୍ମିଳନୀରେ ଆଜିଠାରୁ ସେପ୍ଟେମ୍ବର 1 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପରବର୍ତ୍ତୀ ନ୍ୟୁଜ୍, ପାନ୍ ଆଧାର ସହିତ ମ୍ୟାଚ୍ ହୋଇନଥିଲେ ଏବେ ହିଁ କରିନିଅନ୍ତୁ। ଆଜି ହିଁ ଘରେ ବସି ଠିକ୍ କରିନିଅନ୍ତୁ। ବର୍ତ୍ତମାନ ଭାରତର ଅଧିକାଂଶ ଆର୍ଥିକ ଏବଂ ସରକାରୀ ପାନ୍ ଏବଂ ଆଧାର ସହ ଲିଙ୍କ ଅତ୍ୟନ୍ତ ଜରୁରୀ। ଟ୍ୟାକ୍ସ ଫାଇଲିଂ ଠାରୁ ଆରମ୍ଭ କରି ବ୍ୟାଙ୍କିଂ ଏବଂ ଇପିଏଫ୍ ପର୍ଯ୍ୟନ୍ତ ସବୁଠାରେ ଦୁଇଟି ଡକୁମେଣ୍ଟର ତଥ୍ୟ ମିଳାଇବା ଆବଶ୍ୟକ। ଯଦି ନାମ କିମ୍ବା ଜନ୍ମ ତାରିଖ ଅଳ୍ପ ମାତ୍ରାରେ ତା ସହିତ ଅସଙ୍ଗତ ରହେ ତେବେ ବିଫଳ ହୋଇଯିବ ଲିଙ୍କ। ଅନେକ ଗୁରୁତ୍ୱପୂର୍ଣ୍ଣ କାମ ମଝିରେ ଅଟକ ଯାଇପାରେ। ତେବେ ହିଁ ଏବେ ଦେଖିନିଅନ୍ତୁ ଏବଂ କରିନିଅନ୍ତୁ।